ଶୁଣେ ତୁ ନେବୁନି ଦେଖିପାରୁଛନ୍ତି ତ ଗଛ ସବୁ ଗୁଡ଼ା ବଢ଼ିଆ ହେଇଛି ପୁରା କଅଁଳିଆ ଶାଗଟା ଆମର ବିନା ସାର ବିନା ଔଷଧରେ ଗଛ ସବୁ ବଢ଼ିଛି ଖାଲି ଡେଲି ପାଣି ଦେବ ମାଟିକି ଟିକେ ଖୁସେଇବ ବାସ୍ ସେତିକି। तो ऑल इज ऑल फ्रेंड्स जय जगन्नाथ वेलकम बैक टू ए न्यू ब्लॉग केमती अच्छा सांग मैंने आशा करुँच आपण मैंने समस्ते भलरे थे। आज हूँ सोमवार आज साधा बार तो आम छात उपर जी सब शाग गछ लगाई आज उपड़ा आज रोसई कर शाग खिया तो चलतु आज ब्लॉग स्टार्ट करिया। टमाटो पाची जाइए खाईदे गुंडुची खाईदे टमाटो को थाऊ पाचिले गुंडुची तार खाइब सब टमाटो खंडिया कर चढ़ई खाऊ ना गुंडुची खाऊ को तो सांग मैंने आम छात उपर जो सब शाग गछ लगाई आज ओपाड़ा जाऊँगी कारण सीमा आज आम भुवनेश्वर आसी शाग खाया मन कर तो आमर ए शाग गछ ओपाड़ा चलती देखिपे एटा बैगण गछ छाड़ी सब गछ ओपाड़ दे ए बैगटा भी पूरा ओपाड़ा जी ए बैगटा भी पूरा कहीं ये शाग गुड़ा सब बड़ बड़ हो गलानी आपको जब आम ओपाड़ानी पोक भी लगिगले ना ये दुटा बैग ओपाड़ दे सांग मैंने जार जगह ना छात उपर एमती बैग्रे माटी देकी गछ लगे पारे देखिपार गछ सब गुड़ा बढ़िया होती पूरा कअँलिया शागटा आमर बिना सार बिना औषधरे गछ सब बढ़ी खाली डेली पानी दब माटी की खुसैब बास सेतिकी। यादार किसी पकबनी खाली आलू पकेब आलू आ बढ़ी आलू बढ़ई पकई आलू आ बढ़ी पकई कर बहुत भल लगे खायापे एपटा मो पाड़ दूँ वाओ ये काकुड़ी गछ भी अच्छी कि खाली शाग गछ पड़ा काकुड़ी गछ रही अरे केते हम कि एवटा दी बिड़ा खंड बाहर आटा उपाड़ सारा आउ थोड़ा मंजी पकईद बो अच्छी ना मंजी आमर रखी मंजी मंजी आउ थे पकईद आटा उपाड़ देगी आज सकाळू किछि समय बाहर करें चाषबास कर खाइबू किंतु देह एक्चुअली सुस्थ रहा पूरा बाहर जिनस जमा भी खाଇବା कथा ना आजिकल जमी सब केमिकल मिसा आसला ये हूँ आम बिना सार और बिना औषध ये गछ सब उठी माटी झाड़ दे ये बैगटा पूरा पड़ दे देखे के बाहर आउ किसी शाग मिसेबुनि आदे खाली यहाँ रांध देखिए टेस्ट केमती अच्छी जना पड़ो डपार धनिया पत्र दुटा आज नहीं देखा धनिया पत्र कौन देसी धनिया पत्र बोली बढ़न ये एतिक ही रहा गोटे मंदा पकईदे धनिया गछ काकुड़ी गछ देखिकी काकुड़ी गछटा दु तीन टा काकुड़ी गछ लगे सब कलरा गछ गोटे लगे ना कलरा लगेबा सीजन गला ना कौन गला गोटे बक्ता ये 4-5टा लगे था माने सीजन पूरा पड़ेब ना कि बाहर किना कि ना कि ना पकई दो गत थर केते गछ लगे बैगण बिलाती कोबी ए वर्ष समय सर्ट पूरा चाष
ବର୍ଷକୁ ବର୍ଷ ମାଟି ଚେଞ୍ଜ କରିବୁ। ବୋଉ ଏଇଟା ଟିକେ ଖତ ଆଣିଥିବୁ, ଏଇଟା ଆଉ ଥରେ ଖତ ପକେଇକି ଶାଗଟା ଲଗେଇଦେବା ଆଉ ଥରେ। ଦେଖିବା କେତେ ବାହାରିଲା। ତ ସାଙ୍ଗମାନେ ଆମର ଗୋଟେ ଦୁଇ ବିଡ଼ା ବାହାରିଲା, ଦୁଇ ବିଡ଼ା ଶାଗ ବାହାରି ଯାଇଛି। ପୁରା ଛନଛନିଆ ଶାଗ ଅଛି ଆମର। ଆଉ ଖାଲି ଆଳୁ ବଢ଼ି ପଡ଼ିବ, ଆଉ କିଛି ପଡ଼ିବନି ଆ ଦେହରେ। ଧଣିଆ ପତ୍ର ଦେଖିକି ପଡ଼େ। এই শাড়া নেবি? এটা খଡ଼ା ଶାଗଟା। বাসনা হচ্ছে ধনেটা। আর দেশি ধনিয়াটা বাସ୍ନା ହବ ନା। ହାଇବ୍ରିଡ୍ ହେଇଥିଲେ ଏତେବେଳକୁ ମାନେ ବହୁତ ବଡ଼ ବଡ଼ ହେଇସାରନ୍ତାଣି। ରଖିଥିବୁ ଆଉ ମଞ୍ଜି, ମୁଁ ଆଜି 4ଟା ବେଳକୁ ବୁଣିଦେବି ଆଉ ଥରେ। ଥାଉ ଏତିକି। ଥାଉ। ଶାଗ ଦିଟା ପକେଇଦେବୁ। ନା ନା ଶାଗର ପକେଇବୁନି, ଦଳିକି ଖାଇବା। ଆମ୍ବଡ଼ା ପକେଇବୁ ଦଳିଆ। ଆମ ସାଙ୍ଗମାନଙ୍କୁ ଟିକେ ଶିଖେଇ ଦେ କେମିତି ବଛା ହେଉଛି ଶାଗ। କହ କେମିତି ବଛା ହେଉଛି। ଖାଲି ମୂଳରୁ କାଦୁଅଟା ଟିକେ ଅଲଗା ହେବ। ପନିକିରେ କାଟି ପାରନ୍ତି, ନଚେତ୍ ଛୁରୀରେ ବି କାଟି ପାରନ୍ତି, ନହେଲେ ନଖ ଦ୍ୱାରା ଛିଡ଼େଇ ବି ପାରନ୍ତି। ଆଉ ତୁ ନଖରେ ଛିଡ଼ଉଛୁ। ଯେହେତୁ ଆମର ଏଇଟା କଅଁଳିଆ ଶାଗଟା ଅଛି, ଖାଲି ନଖରୁ କାଦୁଅଟାକୁ ଅଲଗା ହେବ ନା, ଆଉ ସବୁ ଶାଗ ପଡ଼ିବ ପୁରା। ହଉ ତୁ ବଛାବଛି କର, ମୁଁ ଡ୍ୟୁଟି ଯାଏଁ ଆସିକି ଭାଜି ରଖିଥିବୁ, ଆସିଲେ ଖାଇବା ଆଉ ପତ୍ରରେ, କଦଳୀ ପତ୍ରରେ। ତ ସାଙ୍ଗମାନେ ସେ ତାର ଶାଗ ବଛାବଛି କରୁଛି, ଆଉ ମୁଁ ବାହାରି ଯାଇଛି ଡ୍ୟୁଟି, ଗାଧେଇକି ରେଡ଼ି ହେଇଯାଇଛି। ଆଜି ସୋମବାର, ଜମା ଯିବାକୁ ଡ୍ୟୁଟି ଇଚ୍ଛା ହେଉନି। କ'ଣ ପାଇଁ କେଜାଣି ସୋମବାର ଜମା ଡ୍ୟୁଟି ଯିବାକୁ ଇଚ୍ଛା ହୁଏନି। ରବିବାରଟା ଗୋଟେ ଦିନ ଛୁଟି ପଡ଼ିଯାଏ, ଆଉ ସୋମବାରଟା ବିଲକୁଲ ବି ଯିବାକୁ ଡ୍ୟୁଟି ଇଚ୍ଛା ହେଉନି। ତଥାପି ଡ୍ୟୁଟି ନ ଗଲେ ହେବ କି, ଡ୍ୟୁଟି ଛାଡ଼ି ହେବନି। ଯେହେତୁ ଡ୍ୟୁଟିରୁ ଘର ଚଳୁଛି, ଡ୍ୟୁଟି ଛାଡ଼ି ପାରିବନି। ତ ମୁଁ ବାହାରିଲି ଡ୍ୟୁଟି। ଆଉ ତୁ ଶାଗ ଭାଜି ବୁଝେଇ ରଖିଥିବୁ, ଆଉ ଆସିଲେ ଖାଇବା। ତ ମୁଁ ଚାଲିଲି, ଦେଖା ହେବ। ମୁଁ ଡ୍ୟୁଟିରୁ ଫେରେ, ଆଜିର ଲଞ୍ଚରେ କ'ଣ ଅଛି ମୁଁ ଦେଖେଇବି। ତୁ ଚକୋଲେଟ୍ ଖାଇବ? ତମ ସ୍କୁଲ କାହିଁ ଯାଇନ? ସ୍କୁଲ କ'ଣ ପାଇଁ ଯାଉନ ତମେ? ଛୁଆ ସବୁ ଚକୋଲେଟ୍ ଖାଇବେ, ନିଅ। ତୁ ନେ, ତୁ ନେବୁନି? ତମେ ନିଅ। ଦୁଇଟା କିଏ ଖାଇବ ବୋଲି କହୁଥିଲା? ସେ ଦୁଇଟା ଖାଇବ, ତାର ସେ ଦୁଇଟା ଖାଇବ ବୋଲି କହିଛି। ନେ ତୁ ଦୁଇଟା ଖାଇବୁ। ନା ଦୁଇଟା ତୋର ଗୋଟେ ନା। ପାଇଲେ ସମସ୍ତେ ଚକୋଲେଟ୍। କାଲିଠୁ ସବୁ ସ୍କୁଲ ଯିବ ହେଲା, ସ୍କୁଲ କେହି ବନ୍ଦ କରିବନି। ଅଣ୍ଡା ଭାତ ଦେଉଛନ୍ତି, ସ୍କୁଲ କ'ଣ ପାଇଁ ଯାଉନ? ତୁ ଯିବୁ ସ୍କୁଲ କାଲିଠୁ ନା ଅଙ୍ଗନବାଡ଼ି ତୁମର? ଅଙ୍ଗନବାଡ଼ି ତୁ ସ୍କୁଲ ଯିବୁ। ହଉ କାଲି ଯାଇପାରିବୁନି, କ'ଣ ତମର? ଆଉ ତୋ ବାପା ମେଡ଼ିକାଲ ଯାଇଛନ୍ତି? ହଉ। ତ ସାଙ୍ଗମାନେ ମୁଁ ଏବେ ଡ୍ୟୁଟି ଯାଉଥିଲି, ଆଉ ଦେଖିଲି ଛୋଟ ଛୋଟ ପିଲାମାନେ। ତ ମୋ ପାଖରେ କିଛି ଚକୋଲେଟ୍ ଥିଲା, ମୁଁ ତାଙ୍କୁ ଦେଲି ଖାଇବା ପାଇଁ। ଏମିତି ଛୋଟ ଛୋଟ ଖୁସି ପିଲାମାନଙ୍କ ମଧ୍ୟରେ ବାଣ୍ଟିବା ଦରକାର। ଖାଲି ପଇସା ଇନକମ୍ କରିବା ପଛରେ ଦୌଡ଼ିଲେ ବି ଜିନିଷ ହୁଏନି। ଠିକ୍ ଅଛି। ଆଉ ତାଙ୍କୁ କହିଲି, ସେ ସ୍କୁଲ ଯାଉନାହାନ୍ତି ଛୋଟ ଛୋଟ ଛୁଆରାକ। ସାର୍ ବି ଆସିକି ତାଙ୍କୁ ଘର ପାଖରୁ ନେଇକି ଯାଉନାହାନ୍ତି। ଏମିତି ଚାଲିଛି। ତ ଚାଲନ୍ତୁ ମୁଁ ଡ୍ୟୁଟି ଯାଏ। ତ ଗାଇଜ୍ ଆଜି ଆମର ହେଇଛି ପଖାଳ ଭାତ, ଆଉ ଆମର ଯେଉଁ ଶାଗ ବୁଣା ହେଇଥିଲା, ଶାଗ ଆଜି କରାହେଇଛି। ଏଇଟା ଶାଗ, ବାଇଗଣ, ବଢ଼ି, ଆଳୁ ପକେଇକି ଗୋଟେ କରାହେଇଛି। ଆଉ ଏଇଟା ହେଇଛି କଲରା ଭଜା। ଆଉ ଏଇଟା କ'ଣ, ଏଇଟା ପୋଇପତ୍ର। ଆଉ ଏଇଟା ଗୋଟେ ଖଡ଼ା, ଆଳୁ, ମଣ୍ଡା, ଅମୃତଭଣ୍ଡା, ଆଉ ଏଇଟା ଗୋଟେ ଘାଣ୍ଟ ହେଇଛି ଆଉ। ତ ଚାଲନ୍ତୁ ଏବେ ଲଞ୍ଚ ଆମେ ଷ୍ଟାର୍ଟ କରିବା। ଶାଗ, ଏଇଟା ପୋଇ, କଲରା ଭଜା। ଭାଇ ଶୀତ ଦିନେ ପୁରା ମୁଁ ଛାତ ଉପରେ ବସିକି ଖାଉଛି। ଯେତେ ଦିନ ହେଲା ଶୀତ ପୁରା ଷ୍ଟାର୍ଟ ହେଇଗଲାଣି, ହେଭି ଜୋର ହେଇଯାଉଛି। ବର୍ଷା ଯେଦିନ ଛାଡ଼ିଲାଣି ଶୀତ ଜୋର ହେଉଛି, ମୁଁ ଛାତ ଉପରେ ସବୁଦିନ ବସିକି ଖାଉଛି। ଡାଇନିଂ ନାହିଁ ଆମର, ଛାତ ଉପରେ ବସିକି ଖାଉଛି ମୁଁ। ପଖାଳ ତ ଖାଇନଥିବେ, ଖାଇନଥିବେ ଦେଖିନଥିବେ, ଖାଇନଥିବେ। ପୋଇପତ୍ର ଭଲ ଲାଗୁଛି।